ଆପଣଙ୍କ ନାଁ କ'ଣ? ମୋ ନାଁ ବୀଣା ପାଣି। ମୁଁ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ନାଚିନ୍ଦା ପଞ୍ଚାୟତ ଡେଉଁର ଗ୍ରାମରୁ ଆସିଛି। ଗାଁରେ ରୁହନ୍ତି ନା ବାହାରେ ରୁହନ୍ତି? ନା ଆଜ୍ଞା, ଆମେ 18 ବର୍ଷ ହେଲାଣି ଦିଲ୍ଲୀରେ ରହୁଛୁ। କାଲି ଆସିକି ପହଞ୍ଚିଲୁ ସନ୍ଧ୍ୟାବେଳେ ଫ୍ଲାଇଟ୍ରେ। ହଉ କୁହନ୍ତୁ, ପ୍ରଭୁଙ୍କୁ ଦେଖିବାର ଯେମିତି ଗୋଟେ ମନର ବ୍ୟାକୁଳତା ଥାଏ, ଏ କଥା ତ କହିବେ ଏଠିକି କାହିଁକି ଆସିଛନ୍ତି, ନିଶ୍ଚିତ ଦେଖିଛନ୍ତି ଏ କାର୍ଯ୍ୟକ୍ରମ ବୋଲେ। ଆପଣ ଅନୁଭୂତି ଆଗ କୁହନ୍ତୁ। ଅନୁଭୂତି ମୋର ବହୁତ ଅଛି। ମୋର ପୁଅ ଏବେ 15 ବର୍ଷର ପୁଅ, ସେ ଯେତେବେଳେ 3 ବର୍ଷର ହେଇଥିଲା ସିଏ ହଠାତ୍ ହଜିଗଲା। ଖେଳୁଥିଲା ଆଗରେ ପାର୍କରେ, ଆମେ ଖୋଜୁ ଖୋଜୁ ଘଣ୍ଟେ ଲାଗିଲା। ଘଣ୍ଟେରେ ପୁରା ଯେମିତି ବୁଦ୍ଧି ଅନ୍ଧାର ହେଇଗଲା। ଶୀତ ସମୟ ପୁରା 5ଟା ବେଳକୁ ଯେମିତି ସନ୍ଧ୍ୟା ହେଇଗଲା। ସେଠି ମାନେ ଦିଲ୍ଲୀରେ ଏତେ ଗହଳି, ଆମେ ଗୋଟେ କଲୋନୀରେ ଯେଉଁଠି ରହୁଥିଲୁ, ଏତେ ଗହଳି, ଗୋଟେ ଗଳିରେ ପଶିଯିବ ମାନେ ଆଉ ଲୋକ ମିଳିବେନି। ତ ଠାକୁରଙ୍କୁ ସେତେବେଳେ ଜଗନ୍ନାଥ ମୁଁ ହାତ ଟେକିକି ପୁରା ଡାକିଲି, ଠାକୁରେ ମୋତେ ମୋ ପୁଅକୁ, ମୋର ଗୋଟିଏ ପୁଅ, ମୋ ପାଖରେ ମିଳିଯାଉ ଯେମିତିଆ। କିନ୍ତୁ ଠାକୁର ଦେଇଥିଲେ ମୋତେ, ଘଣ୍ଟେ ଭିତରେ ମୋତେ ମିଳିଗଲା। ତ ଆଉ ମୋ ହଜବେଣ୍ଡ ଆସିକି କହିଲେ ପୁଲିସ୍ ଷ୍ଟେସନ୍ ଯିବା। ମୁଁ କହିଲି ନା ପୁଅ ମିଳିଗଲା ତ ଆଉ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଯିବା। ଠାକୁରଙ୍କୁ ତାପରେ ଆସିଥିଲୁ, ଦର୍ଶନ କରି ଯାଇଥିଲୁ। କିନ୍ତୁ ଜଗନ୍ନାଥ ଠାକୁର ବହୁତ ମନୁଆ। ମୁଁ ମଝିରେ ବୋଧେ ମୋର ଭୁଲ ବଶତରେ ଠାକୁରଙ୍କ ପ୍ରତି ଟିକେ ମୋର ବୈଷ୍ଣୋ ଦେବୀ ଟିକେ ମୁଁ ମଝିରେ ଠାକୁର ମାତା ବୈଷ୍ଣୋ ଦେବୀ ମାନେ ବେଶୀ ମାନେ ମାନିବାକୁ ଲାଗିଲି ଯେତେବେଳେ। ଆଉ ଏଇ 6 ମାସ ହେଲା ହଜବେଣ୍ଡଙ୍କ ଦେହ ବହୁତ ଖରାପ ହେଲା। ତାଙ୍କୁ ଷ୍ଟୋନ୍, ଆକ୍ଚୁଆଲି ଗୋଲ୍ଡ ବ୍ଲାଡର ଷ୍ଟୋନ୍ ହେଲା। ତ ଅପରେସନ୍ ଯେତେବେଳେ ହେଲା, ମୁଁ ପୁଣି ଜଗନ୍ନାଥ, ମୁଁ କହିଲି ଆମ ଓଡ଼ିଆରେ ତ ମୌଡ଼ମଣି ଜଗନ୍ନାଥ ମହାପ୍ରଭୁ, ତ ସେ ତାଙ୍କୁ ହିଁ ମୁଁ ଗଲେ ଏଥର ଠାକୁର ଭଲ କରିଦିଅନ୍ତୁ ମୋ ହଜବେଣ୍ଡକୁ। ମୁଁ ଗଲେ ଆଗେ ଦିଲ୍ଲୀରୁ ଯିବି ମାନେ ଡାଇରେକ୍ଟ ଯିବି ପୁରୀରେ ଦର୍ଶନ କରିକି ପୁଣି ଗାଁକୁ ଯିବି। ଯେତେବେଳେ ଯେଉଁ କାମ ହେବ ଆଗେ ପୁରୀରେ ଦର୍ଶନ କରିକି ଯିବି। ତ ଠାକୁର ଭଲ କରିଦେଲେ। ତ ସେଇଥିପାଇଁ ମୁଁ କାଲି ଆସିକି ଆଗେ ଦର୍ଶନ କଲି। ସକାଳେ ବି ପୁଣି ଆସିକି ବଡ଼ଦାଣ୍ଡରେ, ଆଉ ଆମେ ହୋଟେଲ ଗଲୁନି, ଆମେ କହିଲେ ଲାଇନ୍ରେ ଛିଡ଼ା ହେବୁ, ବଡ଼ଦାଣ୍ଡରେ ହିଁ ଶୋଇପଡ଼ିବୁ। ବଡ଼ଦାଣ୍ଡରେ ଶୋଇକି ସକାଳେ ଭୋର 4ଟା ବେଳୁ ଉଠିକି ଦର୍ଶନ କରିକି ଏବେ ଆସୁଛେ। ମାନେ ଆପଣ କାଲି ରାତିରେ ବଡ଼ଦାଣ୍ଡରେ ଶୋଇଛନ୍ତି? ଆଜ୍ଞା, ବଡ଼ଦାଣ୍ଡରେ ଶୋଇଛୁ। ଆମେ କହିଲେ ହୋଟେଲ ଗଲେ ପୁଣି ଲାଇନ୍ରେ ବହୁତ ଡେରି ହେଇଯିବ, ଆଗେ ଦର୍ଶନ କରିବା ଯେମିତି। ବାନା ତାଙ୍କ ନାଁରେ ବାନ୍ଧିଲି, ବହୁତ ଖୁସି ଲାଗିଲା। ମାନେ ଠାକୁରଙ୍କର ଏ କରୁଣା ମୁଁ ଜୀବନ ସାରା ଯେତିକି ଯାଏଁ ବଞ୍ଚିଥିବି ମୁଁ ଭୁଲି ପାରିବିନି। ନାଇଁ, ଆପଣଙ୍କର ସମର୍ପିତ ଭାବ ନିଶ୍ଚିତ ଭାବରେ ରହିଛି। ଆଜ୍ଞା। ଯିଏ ଦିଲ୍ଲୀରେ ରହନ୍ତି, ଏରୋପ୍ଲେନ୍ ଏୟାରପୋର୍ଟରେ ଯିବା ଆସିବା ଆକାଶ ମାର୍ଗରେ ଯାତାୟାତ, ତଥାପି ମୋ କାଳିଆର ଦାଣ୍ଡ ମୁଁ ଭୁଲିବିନି। ଆଜ୍ଞା। ମାନେ ଆପଣ ନନା ବିଶ୍ୱାସ କରିବେନି, କାଲି ଯେତେବେଳେ ମୁଁ ଆସୁଥିଲି ମୁଁ କହିଲି ରାତିରେ ବୋଧେ ଦର୍ଶନ ହେଇପାରିବନି, କିନ୍ତୁ ଯାହା ହଉ ରାତିରେ ବି ଦର୍ଶନ ହେଲା। ମୋତେ ବହୁତ ଖୁସି ଲାଗିଲା। ମୁଁ ସକାଳେ ପୁଣି ଆଉ ଏଇଠି ଶୋଇବା, ଆଉ ହୋଟେଲରେ ଖାଲି ଲଗେଜ୍ ରଖିଦେଇକି ପଳେଇ ଆସିଛୁ। ଆମେ ସକାଳେ ଆସିକି ଆଗେ ଦର୍ଶନ କରିବା। ଖରା ଦିନ ପୁଅ ଆସିଛି ସାଙ୍ଗରେ, ମୁଁ କହିଲି ସିଏ ପୁଅ ଖରାରେ କ'ଣ ଟିକେ ଗରମ ଲାଗିବ, ସେ ତାରି ପାଇଁ ଟିକେ କମ୍ଫର୍ଟେବୁଲ୍ ଜୋନ୍ରେ ମୁଁ କହିଲି ସକାଳେ ଥଣ୍ଡାରେ ଦର୍ଶନ କରିଦେବା, ବାନା ବାନ୍ଧିବା। ଆଉ ଏଠି ଅନୁଭୂତି ଆକ୍ଚୁଆଲି ନନା, ମୁଁ ଜୟ ଜଗନ୍ନାଥ ଟିଭି ବିଷୟରେ ଜାଣିନଥିଲି। 6 ମାସ ପୂର୍ବରୁ ମୋ ଯେଉଁ ଦିଅର ଆଉ ଯାଆ ସେଠି ପାଖରେ ରୁହନ୍ତି, ମୁଁ ତାଙ୍କ ଘରକୁ ଯାଇଥିଲି। ତାଙ୍କ ଭାଇଙ୍କ ଦେହ ଖରାପ ଥିଲା, ତାଙ୍କ ଘରେ ଜୟ ଜଗନ୍ନାଥ ଲାଗିଥିଲା। ମୁଁ କହିଲି କ'ଣ ଜୟ ଜଗନ୍ନାଥ ଟିଭି? ନା ହଁ, ଏଇଟା ଭାଉଜ, ଏଇଟା ଲଗାଅ, ଆଉ ଦେଖିବ ଭାଇ ବହୁତ ଭଲ ହେଇଯିବ, ଆଉ ତୁମେ ଯାଇକି ନିଶ୍ଚିତ ଆଗେ ଜଗନ୍ନାଥକୁ ଦର୍ଶନ କରିବ। ମୁଁ ସେଇଠୁ ଆସିକି ମୋ ପୁଅ କହିଲି ରିଚାର୍ଜ ମାନେ ସେଇଟା ସବସ୍କ୍ରାଇବ୍ କର, ଜୟ ଜଗନ୍ନାଥ ଆସୁଛି। ଆଉ 24 ଘଣ୍ଟା ସକାଳୁ ଉଠି ଆଗେ ଜୟ ଜଗନ୍ନାଥ ନ ଦେଖିଲେ ମୋତେ ଯେମିତି ମାନେ ବିକଳ ପରିକା ଲାଗେ, ଯେମିତି ଆଜି ଦିନଟା ଆରମ୍ଭ। ପୁରା ଘରଟା ଯେମିତି ପୁରା ମାନେ ବୃନ୍ଦାବନ, ମାନେ କ'ଣ ବୈକୁଣ୍ଠପୁର, ପୁରା ଏତେ ପଜିଟିଭ୍ ଭାଇବ୍ସ ଆସୁଛି। ହଜବେଣ୍ଡ ବି ଯୁଆଡ଼େ ଯାଆନ୍ତି ଆଗେ ମୁଣ୍ଡିଆ ମାରିକି ଯାଆନ୍ତି। ରାତିରେ ବି ଆମେ ଦର୍ଶନ କରି ଶୋଇଲେ ଯେମିତି ରାତିରେ ନିଦ ଭଲସେ ହେଉଛି। ଯାହା ହଉ, ପ୍ରଭୁଙ୍କୁ ଯେମିତି ଚିହ୍ନିଛନ୍ତି, ଆଜ୍ଞା। ଏ ଦାଣ୍ଡକୁ ଯେମିତି ଚିହ୍ନିଛନ୍ତି, ଜୟ ଜଗନ୍ନାଥ ଟିଭିକି ସେମିତି ଚିହ୍ନିଛନ୍ତି। ନାଇଁ, ଭଲ ଲାଗିଲା ଆପଣଙ୍କର ଅନୁଭୂତି, ଆପଣଙ୍କର କହିବା ଭାବ, ସମର୍ପିତ, ଏହି ଭଲ ଲାଗେ। ଏହି ଜଗନ୍ନାଥଙ୍କ ପ୍ରତି ଭଲ ପାଇବା। ହଉ, ଜୟ ଜଗନ୍ନାଥ ଟିଭି ପାଖରେ ଗୋଟେ ପାରମ୍ପରିକ ଜଣାଣ ବହିଟି ଆପଣଙ୍କୁ ଦେବୁ। ଆଉ ଜୟ ଜଗନ୍ନାଥ ଟିଭି ତ କହିଲେ ଦେଖିବା ଆରମ୍ଭ କରିଦେଇଛନ୍ତି, ସମ୍ପର୍କ ରଖିଛନ୍ତି। ଗୀତ ଗୋବିନ୍ଦ, ଭାଗବତ, ଭଜନ ନମିତା ଅଗ୍ରୱାଲ ମ୍ୟାମ୍ଙ୍କର ଶୁଣ। ଆଜ୍ଞା, ନମିତା ଅଗ୍ରୱାଲଙ୍କ ସନ୍ଧ୍ୟାବେଳେ ଯେଉଁ ଆସେ ଭଜନ, ମାନେ କିଚେନ୍ରେ କାମ କରୁଥିବି ସବୁବେଳେ କାନରେ ବାଜୁଥିବ। ମାନେ ସନ୍ଧ୍ୟାବେଳେ ଯେଉଁ ଗୀତ ଗୋବିନ୍ଦର ତାର ପାଠ ସବୁ ମୁଁ ଏତେ ମାନେ ମୁଖସ୍ଥ ହେଇପାରୁନାହିଁ, କିନ୍ତୁ କଣ୍ଠସ୍ଥ ଏବେ ଆସିଗଲାଣି। ଟିକେ ଗାଉଥିବି, ତାଙ୍କ ସହିତ ବି ମୋ କାମ ଚାଲିଥିବ। ମୁଁ ଆଜ୍ଞା। ହଉ, ସେମିତି ଭଲ ପାଆନ୍ତୁ।
ଆମ କାଳିଆ ଠାକୁରଙ୍କୁ ସେମିତି ଆମ ସଂସ୍କୃତିକୁ ସେମିତି ଆଜ୍ଞା, ଆମ ଜୟ ଆଜ୍ଞା। ଜଗନ୍ନାଥ ଟିଭିକୁ ଧନ୍ୟବାଦ ଦେବି ଆଜ୍ଞା। ଆପଣଙ୍କୁ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।